नमस्कार जय जगन्नाथ जय माता रानी ମୁଁ ବିକି ଆପଣଙ୍କୁ ସ୍ୱାଗତ କରୁଛି ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଶା ଟେଚ୍ ଅପଡେଟ୍ସକୁ। ଆଜି 25 ଅକ୍ଟୋବର 2025 ଶନିବାର। ଆଜି ଦିନଭରି ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ଗୁଡ଼ା ରହିଛି, ଚାଲନ୍ତୁ ଆମେ ନଜର ପକାଇବା। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ସେ ଗୋଟିଏ ଅନୁରୋଧ, ଯଦି ଆପଣ ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଆସିଥାନ୍ତି ତେବେ ସବସ୍କ୍ରାଇବ୍ କରିବେ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କରିବାକୁ ଭୁଲିବେନି। ନମ୍ବର 1, ମହିଳା ଦିନିକିଆ ବିଶ୍ୱକପ୍ ସେମିଫାଇନାଲରେ ଭାରତ। ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ 2025ର 24 ନମ୍ବର ମ୍ୟାଚ୍ରେ ଭାରତୀୟ ଦଳ ଗୁରୁବାର ନ୍ୟୁଜିଲାଣ୍ଡକୁ ଭେଟିଥିଲା। ନଭି ମୁମ୍ବାଇର ଡି.ୱାଇ ପଟେଲ ସ୍ପୋର୍ଟସ ଏକାଡେମୀ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ 53 ରନରେ ପରାସ୍ତ କରିଥିଲା। ଏହି ବିଜୟ ସହିତ ଭାରତ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି। ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡର ଇନିଂସ 44 ଓଭରକୁ ହ୍ରାସ କରାଯାଇଥିଲା, ଯେଉଁଠାରେ ସେମାନଙ୍କୁ 325 ରନ୍ କରିବାକୁ ପଡ଼ିଥିଲା, କିନ୍ତୁ କିୱି ଦଳ 8 ୱିକେଟରେ କେବଳ 271 ରନ୍ କରିପାରିଥିଲେ। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ପୂର୍ବରୁ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଭାରତ ଏବେ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ମ୍ୟାଚ୍ ବିଜେତା ସହିତ ମୁକାବିଲା କରିବ। ଅକ୍ଟୋବର 25 ତାରିଖରେ ହେବାକୁ ଥିବା ଏହି ମ୍ୟାଚ୍ ଦ୍ୱାରା କେଉଁ ଦଳ ଟେବୁଲର ଶୀର୍ଷରେ ରହିବ ତାହା ନିର୍ଣ୍ଣୟ କରାଯିବ। ଭାରତ ମାନ୍ୟତାରେ ଚତୁର୍ଥ ସ୍ଥାନରେ ରହିବ ଏବଂ ଅକ୍ଟୋବର 30 ତାରିଖରେ ସେମିଫାଇନାଲ ଖେଳିବ। ନମ୍ବର 2, ବାଲିଯାତ୍ରାର ପାର୍ଟନର ଇଣ୍ଡୋନେସିଆ। ଇଣ୍ଡୋନେସିଆ ହେଲା ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାର ପାର୍ଟନର ନେସନ। ପ୍ରଥମ ଥର ପାଇଁ ବାଲିଯାତ୍ରାରେ ହେବ ଇଣ୍ଡୋନେସିଆ ହସ୍ତକଳା ଷ୍ଟଲ୍। ବାଲିଯାତ୍ରାରେ ହେବ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ନାଇଟ୍। ପ୍ରଥମ ଥର ପାଇଁ ବାଲିଯାତ୍ରାରେ ହେବ 3D ଗ୍ୟାଲେରୀ। ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଧେ ସୂଚନା ଦେଇଛନ୍ତି। ନମ୍ବର 3, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ହୋଇପାରନ୍ତି ଭାରତର 53ତମ CJI। କେନ୍ଦ୍ର ସରକାରଙ୍କ ଗତକାଲି ଭାରତର ପରବର୍ତ୍ତୀ ମୁଖ୍ୟ ବିଚାରପତି ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବର୍ତ୍ତମାନର ମୁଖ୍ୟ ବିଚାରପତି BR ଗାଗାଇ ଆସନ୍ତା ମାସରେ ନଭେମ୍ବର 23ରେ ଅବସର ନେଉଛନ୍ତି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି, ସ୍ଥାନାନ୍ତର ଏବଂ ପଦୋନ୍ନତି ପାଇଁ ମାର୍ଗଦର୍ଶନ କରୁଥିବା ଦଲିଲର ଏକ ସେଟ୍ ହେଉଛି ମେମୋରାଣ୍ଡମ୍ ଅଫ୍ ପ୍ରୋସିଜିଅର। ଏହା ଅନୁଯାୟୀ ଭାରତର ମୁଖ୍ୟ ବିଚାରପତି ପଦବୀରେ ନିଯୁକ୍ତି ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତିମାନଙ୍କ ଠାରୁ କରାଯିବା ଉଚିତ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଜଷ୍ଟିସ୍ ଗାଗାଇଙ୍କ ପରେ ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ଏବଂ ଭାରତୀୟ ନ୍ୟାୟପାଳିକା ପରବର୍ତ୍ତୀ ମୁଖ୍ୟ ହେବା ପାଇଁ ପ୍ରଥମ ସ୍ଥାନରେ ଅଛନ୍ତି। ଫେବୃଆରୀ 10, 1962ରେ ହରିୟାଣାର ହିସାର ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତ ମେ 24, 2019ରେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ମନୋନୟନକୁ ଅନୁମୋଦନ ପରେ ସେ ନଭେମ୍ବର 24ରେ ମୁଖ୍ୟ ବିଚାରପତି ପଦ ଗ୍ରହଣ କରିବେ ଏବଂ ପ୍ରାୟ 15 ମାସ ପାଇଁ ଫେବୃଆରୀ 9, 2027 ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ନମ୍ବର 4, ଆଳୁ ଚାଷ କରିବେ ସରକାର। 50,000ରୁ ଅଧିକ ଏକର ଚାଷ ଜମିରେ ଆଳୁ ଚାଷ କରିବା ପାଇଁ ଯୋଜନା କରିଛନ୍ତି। ଆଳୁ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭର କରିବା ଅଭିଯାନରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଲୋକସେବା ଭବନରେ ଏହି ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶୁଭମ ସାକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶାକୁ ଆଳୁରେ ଆତ୍ମନିର୍ଭର କରିବା ଅଭିଯାନରେ ଚଳିତ ବର୍ଷ ଚାଷୀଙ୍କୁ ଆଗୁଆ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ କେବି ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। 50,000ରୁ ଉର୍ଦ୍ଧ୍ୱ ଏକର ଜମିରେ ପ୍ରାୟ 3 ଲକ୍ଷ କୁଇଣ୍ଟାଲ ପାଖାପାଖି ଆଳୁ ବିହନ ଆବଶ୍ୟକ ହୋଇଥାଏ ଏବଂ ଏହା ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ଆଗୁଆ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ। ରାଜ୍ୟର ସମସ୍ତ ଜିଲ୍ଲାକୁ ସେମାନଙ୍କ ଆବଶ୍ୟକ ଅନୁଯାୟୀ ବିହନ ପରିମାଣ ତଥ୍ୟ କୃଷି ବିଭାଗକୁ ପ୍ରେରଣ କରିବା ନିମନ୍ତେ କୁହାଯାଇଛି। ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଆଳୁ ବିହନ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଅବଶ୍ୟ ମୁତାବକ ବ୍ଲକ ଅନୁଯାୟୀ ଏହାର ଯୋଗାଣ କରାଯିବ। ଏହା ବ୍ୟତୀତ ପ୍ରାୟ 6,000 ହେକ୍ଟର ଜମିରେ 600 କୁଇଣ୍ଟାଲ ପିଆଜ ଚାଷ, 1,000 ହେକ୍ଟର ଜମିରେ 100 କୁଇଣ୍ଟାଲ ଲଙ୍କା, 300 ହେକ୍ଟର ଜମିରେ 7,500 କୁଇଣ୍ଟାଲ ରସୁଣ ବିହନ ଚାଷ ପାଇଁ ଯୋଜନା ରହିଛି। ଯେଉଁଠି ବି ଅଧିକା ବିହନ ଆବଶ୍ୟକ କିମ୍ବା ବିହନ ଅଭାବ ଦେଖାଦେବ, କୃଷି ବିଭାଗ ପକ୍ଷରୁ ଜାରି କରାଯାଇଥିବା ନମ୍ବର 1553333ରେ ଯୋଗାଯୋଗ କିମ୍ବା ନିକଟସ୍ଥ ଉଦ୍ୟାନ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ବୈଠକରେ କୃଷି ବିଭାଗ, ଉଦ୍ୟାନ କୃଷି ଅଧିକାରୀ ତଥା ଓଡ଼ିଶା ବିହନ ନିଗମ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ନମ୍ବର 5, ଓଡ଼ିଶା ହେବ ବିହନର ହବ୍। ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ଅଭିଯାନରେ ଓଡ଼ିଶା ହେବ ବିହନର ହବ୍। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେବି ସିଂହଦେଓ। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଘନ କୃଷି କାର୍ଯ୍ୟକ୍ରମ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଯେଉଁଥିରେ ବିଲୁପ୍ତ ପ୍ରାୟ ଖାଦ୍ୟର ପୁନରୁଦ୍ଧାର ବିଷୟରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ହେବା ଆହ୍ୱାନରେ ଅନୁପ୍ରାଣିତ ହୋଇ ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଓଡ଼ିଶା କ୍ଲଷ୍ଟର ପଦ୍ଧତି ମାଧ୍ୟମରେ ରାଜ୍ୟରେ ହରଡ଼, କଳାଚଣା ଏବଂ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ଚାଷକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛି। ICRISAT ଦ୍ୱାରା ବିକଶିତ CPV 25444 ନାମକ ଏକ ହରଡ଼ ପ୍ରଜାତି ଯାହା ସବୁ ଋତୁରେ ଚାଷ କରାଯାଇପାରିବ। ଏହା 45 ସେଲସିୟସ୍ ପର୍ଯ୍ୟନ୍ତ ତୀବ୍ର ଉତ୍ତାପ ସହନଶୀଳ ଏବଂ 120 ଦିନ ସମୟ ମଧ୍ୟରେ ଉତ୍ପାଦନ କରାଯାଇପାରିବା ଭଳି ପ୍ରଜାତି ବିକଶିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ଏହି ବିକଶିତ ହରଡ଼ କିସମ ସହିତ ଡଙ୍ଗର ରାଣୀ ଏବଂ କାନ୍ଦୁଲ ଭଳି ପାରମ୍ପରିକ କିସମ ମଧ୍ୟ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି, ଯାହା ଏବେ ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ ଦ୍ୱାରା ବିଲୁପ୍ତ ପ୍ରାୟ କିସମ ବର୍ଗରେ ଆସୁଅଛି। ଡାଲିରେ ଆତ୍ମନିର୍ଭର ଅଧୀନରେ ଓଡ଼ିଶା ଏକ ବିହନ କେନ୍ଦ୍ର ହେବା ଉଚିତ ବୋଲି ଉପମୁଖ୍ୟମନ୍ତ୍ରୀ କେବି ସିଂହଦେଓ କହିଛନ୍ତି। ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, କୃଷକ ନିର୍ଦ୍ଦେଶକ ଶୁଭମ ସକ୍ସେନା, ଉଦ୍ୟାନ ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, କୃଷି ବିଭାଗ ଉଦ୍ୟାନ ନିର୍ଦ୍ଦେଶାଳୟ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ICRISAT ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନମ୍ବର 6 BMCର ନୂଆ ନିୟମ, ଏଣିକି ମନ ଇଚ୍ଛା ରାସ୍ତା କଡ଼ରେ ବ୍ୟବସାୟ କରିପାରିବେନି ଉଠା ଦୋକାନୀ। ଉଠା ଦୋକାନୀଙ୍କ ପାଇଁ ଆସିଲା ସ୍ୱତନ୍ତ୍ର ନିୟମ, ଏଣିକି ମନ ଇଚ୍ଛା ରାସ୍ତା କଡ଼ରେ ବ୍ୟବସାୟ କରିପାରିବେନି ଉଠା ଦୋକାନୀ। ନିର୍ଦ୍ଦିଷ୍ଟ ସମୟରେ ଚକ ଥିବା ଟ୍ରଲିରେ ଜିନିଷ ରଖି ବେପାର କରିବେ। ସମୟ ସରିଲେ ରାସ୍ତା ଉପରେ ଆଉ ଠେଲା ଗାଡ଼ିକୁ ରଖିପାରିବେନି ବୋଲି କଡ଼ା ଚେତାବନୀ ଦେଇଛି BMC। ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସାପ୍ତାହିକ ଭିତରେ ଏ ନେଇ ଉଠା ଦୋକାନୀକୁ ସଚେତନ କରାଯିବ ବୋଲି BMC କହିଛି। ନମ୍ବର 7 ପାକିସ୍ତାନକୁ ପାଣି ବନ୍ଦ କରିବା ଆଫଗାନିସ୍ତାନ। ଭାରତ ପରେ ଏବେ ପାକିସ୍ତାନକୁ ପାଣି ବନ୍ଦ କରିବା ଆଫଗାନିସ୍ତାନ। ଆଫଗାନ ସୂଚନା ମନ୍ତ୍ରାଳୟ ପକ୍ଷରୁ ଏଭଳି କୁହାଯାଇଛି। ମନ୍ତ୍ରାଳୟ ଅନୁଯାୟୀ ତାଲିବାନ ଶାସିତ ଆଫଗାନିସ୍ତାନ ଡ୍ୟାମ୍ ନିର୍ମାଣ କରି ପାକିସ୍ତାନକୁ ପାଣି ସୀମିତ କରିବାକୁ ଯୋଜନା କରୁଛି। କୁର୍ନାର ନଦୀରେ ଯେତେ ଶୀଘ୍ର ସମ୍ଭବ ଏକ ଡ୍ୟାମ୍ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାଲିବାନ ସର୍ବୋଚ୍ଚ ନେତା ମୱଲାନି ହିବାତୁଲ୍ଲା ଆଖୁନ୍ଦାଜା। ମାସକ ଭିତରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିବା ବେଳେ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଏବେ ଯୁଦ୍ଧରେ ବିରାମ ଲାଗିଛି। କିଛି ମାସ ତଳେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା ଭାରତ। ଏପ୍ରିଲ 22 ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା। ସିନ୍ଧୁ ଜଳ ଛାଡ଼ିବା ପ୍ରକ୍ରିୟାକୁ ଭାରତ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଥିବାରୁ ଏହା ନେଇ ପାକିସ୍ତାନ ଗଭୀର ଚିନ୍ତା ପ୍ରକଟ କରିଥିଲା। ଭାରତର ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର ପାଇଁ ଭାରତକୁ ପାକିସ୍ତାନ ଅନୁରୋଧ କରିଥିଲା ଏବଂ ଏଥିପାଇଁ ଭାରତକୁ 4ଟି ଚିଠି ମଧ୍ୟ ପଠାଇଥିଲା। ଏବେ ଆଫଗାନିସ୍ତାନ ପାକିସ୍ତାନକୁ ପାଣି ବନ୍ଦ କରିବା ପାଇଁ ଡ୍ୟାମ୍ ନିର୍ମାଣ କରିବା ପାଇଁ ଉପରେ ଜୋର ଦେଇଛି। ନମ୍ବର 8 ଜଗନ୍ନାଥ ଖାଇବେ ଜୈବିକ ଚାଉଳ। ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରୁ ପ୍ରସ୍ତୁତ ହେବ କୋଠଭୋଗ। ରଥଯାତ୍ରା ସମୟରେ ବଳଭଦ୍ର ଜୈବିକ ଚାଷ ମିଶନ ଦ୍ୱାରା ପ୍ରସ୍ତୁତ ଚାଉଳରୁ କୋଠଭୋଗ ପ୍ରସ୍ତୁତ କରାଯିବ। ଏହି ନେଇ ସୂଚନା ଦେଇଛନ୍ତି କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ। ଏଥିପାଇଁ ବରଗଡ଼, କଟକ ଏବଂ କୋରାପୁଟ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି। ବଳଭଦ୍ର ଜୈବିକ ଚାଷ ମିଶନରେ ଜୈବିକ ଚାଷ ପାଇଁ ସହାୟତା ଦିଆଯାଇଛି। କୋଠଭୋଗ ପାଇଁ ଆବଶ୍ୟକ ପରିମାଣର ଚାଉଳ ଅମଳ ହେବ। ଯଦି ବଳକା ରହେ କିଛି ପରିମାଣର ମହାପ୍ରସାଦ ମଧ୍ୟ କରାଯିବ। ଆନନ୍ଦ ବଜାରରେ ଜୈବିକ ମହାପ୍ରସାଦ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର। ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ମଧ୍ୟ ବ୍ୟବହାର କରାଯିବ। ଗତ ରଥଯାତ୍ରା ବେଳେ ମାଉସୀ ମା ମନ୍ଦିରରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଭୋଗରେ ବ୍ୟବହାର ହୋଇଥିଲା ଜୈବିକ ଚାଉଳ। ନମ୍ବର 9 ବିଶ୍ୱକପ୍ ପାଇଁ ଭାରତ ଆସିବନି ପାକିସ୍ତାନ। ହକି ବିଶ୍ୱକପ୍ ପାଇଁ ଭାରତ ଆସିବନି ପାକିସ୍ତାନ। ବିହାରର ରାଜଗିରିରେ ଆୟୋଜିତ ହୋଇଥିବା ଏସିଆ କପ୍ ହକି 2025ରେ ପାକିସ୍ତାନୀ ଦଳ ଅଂଶଗ୍ରହଣ କରିନଥିଲେ। ବର୍ତ୍ତମାନ କିଛି ମାସ ପରେ ପାକିସ୍ତାନ ଜୁନିୟର ହକି ବିଶ୍ୱକପ୍ 2025ରୁ ମଧ୍ୟ ନିଜ ନାମ ପ୍ରତ୍ୟାହାର କରିନେଇଛି। ଅନ୍ତର୍ଜାତୀୟ ହକି ଫେଡେରେସନ FIH ଶୁକ୍ରବାର ଏହି ଖବରକୁ ନିଶ୍ଚିତ କରିଛି। ଜୁନିୟର ହକି ବିଶ୍ୱକପ୍ ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି କାରଣରୁ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଉଥିବା ଚର୍ଚ୍ଚା ହେଉଛି। ପାକିସ୍ତାନ ବଦଳରେ ଖୁବ୍ ଶୀଘ୍ର ଏକ ନୂତନ ଦଳ ଘୋଷଣା କରାଯିବ ବୋଲି FIH କହିଛି। ସୂଚନା ମୁତାବକ ଜୁନିୟର ହକି ବିଶ୍ୱକପ୍ 28 ନଭେମ୍ବରରୁ 10 ଡିସେମ୍ବର ପର୍ଯ୍ୟନ୍ତ ଚେନ୍ନାଇ ଏବଂ ମଦୁରାଇରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ 24ଟି ଦଳ ଅଂଶଗ୍ରହଣ କରିବେ।
ନମ୍ବର 10 27 ରୁ 29 ପ୍ରବଳ ବର୍ଷା ସୋମବାର ଦିନ ହୋଇପାରେ ବାତ୍ୟା। ସମ୍ଭାବ୍ୟ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ଆନ୍ଧ୍ର ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ। ବାତ୍ୟା ଯୋଗୁଁ 27 ତାରିଖରୁ 29 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ। ପ୍ରାୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। 26 ରୁ 29 ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। 27 ତାରିଖରେ କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ବର୍ଷା ହେବ। ଆସନ୍ତା 28 ଓ 29 ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ। ସେସବୁ ଜିଲ୍ଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ। 28ରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବ। 30 ତାରିଖ ପରେ ପାଗରେ ପରିବର୍ତ୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ନମ୍ବର 11 ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର, ଅଧିକ ପାଇବେ 5 କେଜି ଚାଉଳ। ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ପରିବାର ପିଛା ମିଳିବ ଅଧିକ 5 କେଜି ଚାଉଳ। ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର 3 ମାସ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ଚାଉଳ ଯୋଗାଇବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। 3 ମାସ ଅଧିକ 5 କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇବା ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ 19ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼। ଏହା ପୂର୍ବରୁ 11ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଅତିରିକ୍ତ ଚାଉଳ ଯୋଗାଇ ନିମନ୍ତେ ରାଜ୍ୟ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ 10,57,000 କୁଇଣ୍ଟାଲ ଚାଉଳ ଦେବାକୁ କୁହାଯାଇଥିଲା। ନମ୍ବର 12 ଦିଲ୍ଲୀରେ ହେବ କୃତ୍ରିମ ବର୍ଷା। ରାଜଧାନୀରେ ପବନରେ ବହୁଛି ବିଷାକ୍ତ ବାୟୁ। କାହା ଆଖି ନାଲି ପଡ଼ିଯାଉଛି ତ କେଉଁଠି ରାସ୍ତା ଧୂଆଁମୟ ହୋଇଯାଉଛି। ସମସ୍ୟାରୁ ମୁକ୍ତି ପାଇଁ କରାଯିବ କୃତ୍ରିମ ବର୍ଷା। ରାଜଧାନୀ ଦିଲ୍ଲୀରେ ହେବ କୃତ୍ରିମ ବର୍ଷା। ବିଷାକ୍ତ ବାୟୁମଣ୍ଡଳକୁ ବିଶୁଦ୍ଧ କରିବା ପାଇଁ ଏହି ଯୋଜନା ଆପଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ପ୍ରଥମ ଥର ପାଇଁ ଏପରି କୃତ୍ରିମ ବର୍ଷା ଦିଲ୍ଲୀରେ କରାଯିବ। ଦୀପାବଳି ପରଠାରୁ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ପୁରା ବିଷାକ୍ତ ପାଲଟି ଯାଇଛି। ଅନେକ କଟକଣା ପରେ ଏପରି ଲୋକ ଗ୍ରୀନ୍ କ୍ରାକ୍ସ ବ୍ୟବହାର କରିବା ପରେ ମଧ୍ୟ ସେଠାରେ ପରିବେଶ ପୁରା ଧୂଆଁମୟ ହୋଇଯାଇଥିଲା। ସାରା ବିଶ୍ୱରେ ସବୁଠାରୁ ପ୍ରଦୂଷିତ ସହରମାନଙ୍କରେ ପ୍ରଥମ ରହିଲା ଏହା। ଏତେ ଦିନ ପରେ ମଧ୍ୟ ବାୟୁମଣ୍ଡଳ କିଛି ପରିବର୍ତ୍ତନ ଆସିନଥିବାରୁ କ୍ଲାଉଡ୍ ସିଟିଂ ଉପାୟରେ ବର୍ଷା କରାଇବା ପାଇଁ ଯୋଜନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି। ନମ୍ବର 13 ନୂଆପଡ଼ା ପାଇଁ 21 ନେତାଙ୍କୁ ନିଯୁକ୍ତି କଲା ବିଜେଡି। ନୂଆପଡ଼ା ନିର୍ବାଚନ ପାଇଁ 21 ନେତାଙ୍କୁ ନିଯୁକ୍ତ କରିଛି ବିଜୁ ଜନତା ଦଳ। ନୂଆପଡ଼ାର ଆଞ୍ଚଳିକ ସାଂଗଠନିକ କାର୍ଯ୍ୟକଳାପରେ ସହଯୋଗ କରିବା ଲାଗି ଏହି ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ନିଯୁକ୍ତ ନେତାମାନେ ହେଲେ ପ୍ରମିଳା ମଲ୍ଲିକ, ନିରଞ୍ଜନ ବିଶି, ଟୁକୁନି ସାହୁ, ସୁବାସ ସିଂ, ରମେଶ ମାଝୀ, ଲତିକା ପ୍ରଧାନ, ପ୍ରକାଶ ମାଝୀ, ଅଳକା ମହାନ୍ତି, ଡଲି ମାଝୀ, ମହମ୍ମଦ ଆଦାମ, ଶେଖ ନିଜାମୁଦ୍ଦିନ, ପ୍ରଫୁଲ୍ଲ ସିଂ, ଭାନୁପ୍ରତାପ ସିଂ ମାଝୀ, ଗୁରୁହରି ମିଶ୍ର, ଭୀଷ୍ମ ଦେବ ସରାଫ, ରାଜୁ ଘିବ୍ରେଲା, ନନ୍ଦଲାଲ ସିଂ, ସଞ୍ଜିତ ମହାନ୍ତି, ଗିରିରାଜ ସିଂ ମାଝୀ, ଜାପାନ ମହାପାତ୍ର ଓ ପ୍ରବୀର ମହାନ୍ତି। ନମ୍ବର 14 କ୍ରିକେଟରେ ଲାଗୁ ହେଲା ନୂଆ ନିୟମ। ପୂର୍ବରୁ ଓଡିଆଇ ଏବଂ ଟି20ରେ ବ୍ୟାଟ୍ସମ୍ୟାନଙ୍କ ଅଫ୍ ଷ୍ଟମ୍ପ ବାହାରେ ଏକ ବଡ଼ ଗାଇଡ୍ ଲାଇନ୍ ଟାଣି ଦିଆଯାଉଥିଲା, ଯାହା ଅନୁସାରେ ଅମ୍ପାୟାର ଏକ ୱାଇଡ୍ ବଲକୁ ନିଜ ହିସାବରେ ଫଇସଲା କରୁଥିଲେ। କିନ୍ତୁ ବର୍ତ୍ତମାନ ବ୍ୟାଟ୍ସମ୍ୟାନଙ୍କ ଲେଗ୍ ସାଇଡରେ ସମାନ ଗାର ଟାଣି ଦିଆଯାଇଛି। ଯଦି ବଲ୍ ଏହି ଗାର ମଧ୍ୟରେ ରହେ ତେବେ ଏହାକୁ ୱାଇଡ୍ ଘୋଷଣା କରାଯିବ ନାହିଁ। କେବଳ ଏହି ରେଖା ବାହାରକୁ ଯାଉଥିବା ବଲ୍ ଗୁଡ଼ିକୁ ୱାଇଡ୍ ବୋଲି ବିବେଚନା କରାଯିବ। ପୂର୍ବରୁ ଲେଗ୍ ସାଇଡ୍ ବାହାରକୁ ଯାଉଥିବା ବଲ୍କୁ ସାଧାରଣତଃ ୱାଇଡ୍ ଘୋଷଣା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହି ନିୟମ ପରିବର୍ତ୍ତନ କରାଯାଇଛି। ଆଇସିସିର ଏହି ନିୟମ ବୋଲରମାନଙ୍କୁ ବହୁତ ଲାଭ ଦେବ। ବ୍ୟାଟ୍ସମ୍ୟାନ ମାନେ ପ୍ରାୟତଃ କ୍ରିଜ୍ ଚାରିପାଖରେ ବୁଲି ଏବଂ ଲେଗ୍ ସାଇଡ୍ ବାହାରେ ବୋଲିଂ କରି ବୋଲରମାନଙ୍କୁ ଠକନ୍ତି, ଯାହା ଚୌଡ଼ା ରହିବ। ଏହା ବୋଲରମାନଙ୍କୁ କିଛି ଆଶ୍ୱସ୍ତି ଦେବ। ନମ୍ବର 15 ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ରାଜ୍ୟରେ ଖାଲି ପଡ଼ିଥିବା 4,219 କନେଷ୍ଟବଳ ପଦବୀ ସିଧାସଳଖ ପୂରଣ ହେବ। ରାଜ୍ୟରେ ଖାଲି ପଡ଼ିଥିବା 4,219 କନେଷ୍ଟବଳ ପଦବୀକୁ ସିଧାସଳଖ ପୂରଣ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଏ ସଂକ୍ରାନ୍ତରେ ଗୃହ ବିଭାଗ ଉପସଚିବ ତରୁଣ କୁମାର ପଣ୍ଡା ପୋଲିସ ମହାନିର୍ଦ୍ଦେଶକ ଏବଂ ଆଇଜିଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ରାଜ୍ୟରେ ଖାଲି ପଡ଼ିଥିବା କନେଷ୍ଟବଳ ପଦ ପୂରଣ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ସରକାର ବିଚାର କରିବା ପରେ ଖାଲି ପଦର ପୂରଣ ଲାଗି ଏହି ନିଷ୍ପତ୍ତି ନେଇଛନ୍ତି। ତେବେ କନେଷ୍ଟବଳ ର୍ୟାଙ୍କର ଉକ୍ତ ପଦ ପୂରଣ ବେଳେ ବିଭାଗ ପକ୍ଷରୁ ଜାରି ପୃଥକ ନିର୍ଦ୍ଦେଶନାମା ସହିତ ଚଳିତ ବର୍ଷ ସେପ୍ଟେମ୍ବର 22ରେ ଜାରି ହୋଇଥିବା ଏସ୍ଓପି ଅନୁସରଣ କରିବାକୁ ହେବ ବୋଲି ଉପସଚିବ ପତ୍ରରେ ଦର୍ଶାଇଛନ୍ତି। ନମ୍ବର 16
ବନ୍ୟା ମୁକାବିଲା ପାଇଁ ନଈକୂଳିଆଙ୍କୁ ତାଲିମ ପ୍ରଶିକ୍ଷଣ ଦେଲେ ଏନଡିଆରଏଫ। ଅନେକ ସମୟରେ ନଦୀରେ ଅଘଟଣ ଘଟୁଛି। ନଦୀରେ ଭାସି ଅକାଳରେ ଜୀବନ ଚାଲିଯାଉଛି। କାରଣ ନଈକୂଳିଆ ସବୁ ଲୋକଙ୍କୁ ଉଦ୍ଧାର ପ୍ରକ୍ରିୟା ଜଣା ନାହିଁ। ତେଣୁ ଗଞ୍ଜାମ ଜିଲ୍ଲାର ନଦୀକୂଳିଆ ଲୋକଙ୍କୁ ତାଲିମ ଦେଉଛନ୍ତି ଏନଡିଆରଏଫ ଅଧିକାରୀ। ବୁଡ଼ି ଯାଉଥିବା ଲୋକଙ୍କୁ କିପରି ଉଦ୍ଧାର କରାଯିବ, ଉଦ୍ଧାର ପରେ ମେଡିକାଲ ନେବା ପୂର୍ବରୁ କ'ଣ କରିବା ଜରୁରୀ ସେ ସମ୍ପର୍କରେ ତାଲିମ ଦେଉଛି ଏନଡିଆରଏଫ। ବନ୍ୟା ସମୟରେ କିପରି ସୁରକ୍ଷିତ ରହିବେ ଏସବୁ ଡେମୋ ଦେଖାଇ ବୁଝାଉଛନ୍ତି ଏନଡିଆରଏଫ ଯବାନ। ଋଷିକୁଲ୍ୟା ଓ ବଡ଼ ନଦୀର ମଧ୍ୟରେ ଭାଗ୍ୟରେ ରହିଛି ଆସିକା ସହର। ସବୁ ବର୍ଷ ବର୍ଷା ଦିନେ ନଦୀ ଦୁଇଟିରେ ବନ୍ୟା ପରିସ୍ଥିତି ଉପୁଜେ। ନଦୀରେ ଭାସି ଅନେକ ମୃତ୍ୟୁ ମୁଖରେ ପଡ଼ନ୍ତି। ଗତ 4 ତାରିଖରେ ଧରାକୋଟର ଶୁଭମ ପ୍ରଧାନ ଋଷିକୁଲ୍ୟା ନଦୀରେ ଭାସି ଯାଇଥିଲେ। ସେହିପରି 16 ତାରିଖରେ ଆସିକା ବ୍ଲକ ଗହଙ୍ଗୁ ଗାଁର ଦିଲ୍ଲୀପ ନାୟକ ବଡ଼ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। 19 ତାରିଖରେ ହରଭାଙ୍ଗି କେନାଲରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଥିଲା। ନଦୀରେ ବୁଡ଼ି ମୃତ୍ୟୁ ଅଘଟଣକୁ ଏଡ଼ାଇବା ପାଇଁ ପ୍ରୟାସ ଚାଲିଛି। ସ୍ଥାନୀୟ ଲୋକ କିଭଳି ସଚେତନ ହୋଇ ନିଜ ସୁରକ୍ଷା ନିଜେ କରିପାରିବେ ସେଥିପାଇଁ ସବୁ ପଞ୍ଚାୟତର ସରପଞ୍ଚ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଲୋକଙ୍କୁ ତାଲିମ ଦେଇଛନ୍ତି ଏନଡିଆରଏଫର 3ୟ ବାଟାଲିୟନ ଯବାନ। ନମ୍ବର 17 ଯୋଗୀଙ୍କର ବଡ଼ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। 30 ବର୍ଷ ପରେ ପିଡବ୍ଲ୍ୟୁଡି ଅଧିକାରୀଙ୍କ ଆର୍ଥିକ କ୍ଷମତାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ମୁଖ୍ୟ ଇଞ୍ଜିନିୟରଙ୍କ ପାଖରେ 2 କୋଟି ଟଙ୍କା ବଦଳରେ 10 କୋଟି ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟ ଅନୁମୋଦନ କରିବାର ଅଧିକାର ରହିବ। ଅଧୀକ୍ଷଣ ଯନ୍ତ୍ରୀଙ୍କୁ 1 କୋଟି ଟଙ୍କାରୁ ବୃଦ୍ଧି କରି 5 କୋଟି ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟ କରିବାର ଅଧିକାର ଅନୁମୋଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପିଡବ୍ଲ୍ୟୁଡି ଅଧିକାରୀଙ୍କ ଆର୍ଥିକ କ୍ଷମତା 5 ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ଏହି ପରିବର୍ତ୍ତନଗୁଡ଼ିକ ବିଭାଗୀୟ ଅଧିକାରୀଙ୍କ ନିଷ୍ପତ୍ତି ଗ୍ରହଣରେ ଅଧିକ ସ୍ୱାୟତ୍ତତା ପ୍ରଦାନ କରିବ। ଉଚ୍ଚସ୍ତରୀୟ ଅନୁମୋଦନର ଆବଶ୍ୟକତା ହ୍ରାସ କରିବା ଦ୍ୱାରା ଟେଣ୍ଡରିଂ, ଚୁକ୍ତିନାମା ପ୍ରଣୟନ ଏବଂ କାର୍ଯ୍ୟ ଆରମ୍ଭ କରିବା ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଏହା ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ସହିତ ପ୍ରଶାସନିକ ଦକ୍ଷତା ଏବଂ ସ୍ୱଚ୍ଛତା ବୃଦ୍ଧି କରିବାରେ ସାହାଯ୍ୟ କରିବ। ନମ୍ବର 18 ରାଜ୍ୟରେ ନିଯୁକ୍ତି ପାଇବେ ସ୍ଥାୟୀ ଅଧ୍ୟାପକ। ରାଜ୍ୟରେ ଖୁବ୍ ଶୀଘ୍ର ନିଯୁକ୍ତି ପାଇବେ ସ୍ଥାୟୀ ଅଧ୍ୟାପକ, ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଏହା ପୂର୍ବରୁ 2025-26 ବର୍ଷ ପାଇଁ ରାଜ୍ୟରେ 488 ଏବଂ 662 ବର୍ଗ ସରକାରୀ ଅନୁଦାନ ପ୍ରାପ୍ତ କଲେଜମାନଙ୍କରେ ଶିକ୍ଷାଦାନ କରିବେ ଅବସରପ୍ରାପ୍ତ ଅଧ୍ୟାପକ। ଏଭଳି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଯେଉଁମାନେ ଆସନ୍ତା 31 ତାରିଖ ସୁଦ୍ଧା ଆବେଦନ କରିବେ ସେମାନଙ୍କୁ ନିଯୁକ୍ତି ମିଳିବ। ସେ ଆହୁରି କହିଛନ୍ତି ଯେଉଁମାନେ ଉଚ୍ଚଶିକ୍ଷା ପୋର୍ଟାଲ HRMS ପୋର୍ଟାଲରେ ଆସନ୍ତା 31 ତାରିଖ ସୁଦ୍ଧା ଆବେଦନ କରିବେ ସେମାନଙ୍କୁ ନିଯୁକ୍ତି ମିଳିବ। ପୂର୍ବ ସରକାର ସମୟରୁ ରାଜ୍ୟର କଲେଜମାନଙ୍କରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା, ଯାହାକୁ ପୂରଣ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନମ୍ବର 19 ଖୁବ୍ ଶୀଘ୍ର ଖୋଲିବ କଳିଙ୍ଗା ଘାଟି ରାସ୍ତା, ଚାଲିଛି ପଥର ଫୁଟା। ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାରେ ଥିବା କଳିଙ୍ଗା ଘାଟି ଜାତୀୟ ରାଜପଥର ଅସ୍ଥାୟୀ କାମ ପ୍ରାୟ ଶେଷ ଅବସ୍ଥାରେ ପହଞ୍ଚିଛି। ଶୁକ୍ରବାର ଉକ୍ତ ରାସ୍ତା 2 ଚକିଆ ଏବଂ 4 ଚକିଆ ଯାନ ପାଇଁ ଖୋଲିବାର ଯୋଜନା ଥିଲା, କିନ୍ତୁ ପଥର ଫୁଟା କାମ ସରିନଥିବା ଯୋଗୁଁ ଆଜି ରାସ୍ତା ଖୋଲିବା ପାଇଁ ପାରିନାହିଁ। ବର୍ତ୍ତମାନ ପଥର ଫୁଟା ଚାଲିଛି। ଦିନେ 2 ଦିନ ମଧ୍ୟରେ ତାହା ସରିବା ପରେ ରାସ୍ତା ଖୋଲିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ଗତ ମାସ 16 ତାରିଖରେ କଳିଙ୍ଗା ଘାଟିର 2ଟି ଝରଣା ସ୍ଥାନରେ ବଡ଼ ବଡ଼ ପଥର ଖସିବାରୁ ଯୋଗୁଁ ରାସ୍ତା ଭୁଶୁଡ଼ି ପଡ଼ିଥିଲା। ସେହି ଦିନଠାରୁ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ ଅଛି। ଲୋକେ ଅନ୍ୟ ରାସ୍ତାରେ ଯାତାୟାତ କରିବା ଦ୍ୱାରା ଦୂର ସହ ଖର୍ଚ୍ଚାନ୍ତ ମଧ୍ୟ ବଢ଼ୁଛି। ତେଣୁ ଅଞ୍ଚଳବାସୀ ବିକଳ୍ପ ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଥିଲେ। ତାହାର ମଧ୍ୟ ସର୍ଭେ ଚାଲିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ରାସ୍ତା କାମ ମଧ୍ୟ ଅସ୍ଥାୟୀ ଭାବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେଣୁ ଦୀର୍ଘ 1.5 ମାସ ପରେ ଉକ୍ତ ରାସ୍ତା ଖୋଲିବାକୁ ଯାଉଥିବା ଜଣାପଡ଼ିଛି। ନମ୍ବର 20 ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା। ଆଗକୁ ଆସୁଛି ଅଲିଭ୍ ରିଡ୍ଲେ କଇଁଛର ପ୍ରଜନନ ଋତୁ। ସମୁଦ୍ରରେ ମାଛ ଧରିବା ନେଇ ଲାଗିବ କଟକଣା। ଆସନ୍ତା ନଭେମ୍ବର 1 ତାରିଖରୁ ମେ ମାସ 31 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା। ଟ୍ରଲର ଓ ଯନ୍ତ୍ରଚାଳିତ ଡଙ୍ଗା ମାଡ଼ରେ ଯେପରି କଇଁଛଙ୍କ ମୃତ୍ୟୁ ନ ହୁଏ ଏ ନେଇ ଅଣ୍ଟା ଭିଡ଼ିଛି ପ୍ରଶାସନ। ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ପାଇଁ ପୁରୀ, ଦେବୀ ନଦୀ ଓ କେଲୁଣୀ ନଦୀ ମୁହାଣରୁ 5 କିଲୋମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ କୌଣସି ଡଙ୍ଗା, ଟ୍ରଲର ଆଦି ଚଳାଚଳ ପାଇଁ ଅନୁମତି ଦିଆଯାଇ ନାହିଁ। ସମୁଦ୍ର କୂଳରୁ 20 କିଲୋମିଟର ପର୍ଯ୍ୟନ୍ତ ଟ୍ରଲର ଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ହେଲେ କେତେକ ଟ୍ରଲର ଚାଳକ ଏହି ନିୟମ ଉଲ୍ଲଂଘନ କରି ନିଷିଦ୍ଧ ଅଞ୍ଚଳରେ ମାଛ ମାରୁଥିବାରୁ ଅନେକ ଅଲିଭ୍ ରିଡ୍ଲେ କଇଁଛଙ୍କର ମୃତ୍ୟୁ ହେଉଛି। ଏ ନେଇ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ ସଠିକ୍ ଭାବେ ସମୁଦ୍ର ଭିତରେ ପେଟ୍ରୋଲିଂ କରୁନଥିବା ହେତୁ ଅଲିଭ୍ ରିଡ୍ଲେ ଅସମୟରେ ମୃତ୍ୟୁ ମୁଖରେ ପଡ଼ୁଥିବା ଅଭିଯୋଗ ହେଉଛି।
ভিডিওটি ଭଲ ଲାଗିଥିଲେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦେବେ, ଯାହାଫଳରେ ଆସୁଥିବା ପ୍ରତ୍ୟେକ ଭିଡ଼ିଓ ଆପଣ ସର୍ବପ୍ରଥମେ ପାଇପାରିବେ। ଧନ୍ୟବାଦ।